ନିହାତି ଯେପର୍ଯ୍ୟନ୍ତ ଦେଇଥିବି ତ ବିଜୟ ସରକାର ମୁଁ ସାଥ ଦେବି। এই ବ୍ଲଡ ଯଦି ନଥିବ ସତ୍ୟ ହରେ ଲଢ଼େଇ କରିବି। ଆଉ ମୋରି ମୋ ମାନେ ଏରିଆର ଯାହା ବି ଲୋକ ଗୋଟେ ଏକ୍ଜାମ୍ ହେଲା ମେଡିକାଲ କେସ୍ ଏମିତି ବି ମୁଁ 6 ବର୍ଷରେ ମୋ ଫ୍ୟାମିଲି ଆଉ ମୋରି ଯେତେବେଳେ କଲେଜ ମାନେ କଲେଜ ଏକ୍ଜାମ୍ ଦେଇଥିଲି ଆମେ ସଦାବେଳେ ମାସକୁ ଗୋଟେ ଯୋଡ଼େ ତିନିଟା ଯାହା ବି ଆମେ ବ୍ଲଡ ଡୋନେଟ୍ କରୁଥିଲୁ ଆଉ ପିଲାଙ୍କ ଅସୁବିଧାରେ ଠିଆ ହେଉଥିଲୁ। ଆଉ ଏବେ ଆପଣ ଭାବୁଥିବେ 4 ଦିନ ତଳେ ଗୋଟେ ଆମର ହେଇଥିଲା ମାନେ ସାଇକ୍ଲୋନ୍ ହେଇଥିଲା ତ ଆପଣ ଦେଖୁଥିବେ ଜଷ୍ଟ ମାନେ ଗଛ ଗୋଟେ ପଡ଼ିଥିଲା ରାସ୍ତାରେ ହେ ବହୁତ ମାନେ ଲୋକ ମାନେ ସିନିୟର ସିଟିଜେନ୍ ଯାଉଥାନ୍ତି କାହାର କିଛି ଯାଉନି ତଥାପି ମୋ ପିଲାଙ୍କୁ ଡାକି ମୋତେ ବହୁତ ଦୁଃଖ ଲାଗିଲା। ମୋ ଲେଡିଜ୍ ଲୋକଟେ ଗଲା ପୁଅ ଗଛଟା ଆମେ ଗଛ କାଟିଲୁ ତା ଅର୍ଥ ନୁହେଁ ଯେ ଆମେ ରାଜନୀତି ଆଉ ସେବା କର ସେବା ଧର୍ମ କର ଭଗବାନ ନିହାତି ତମକୁ ଉପরে ହେଲ୍ପ କରିବେ। ମୋ ନାଁ ହେଲା ମନୋଜ କୁମାର ପ୍ରଧାନ ଆଣ୍ଟି କରେକ୍ସନ୍ ହ୍ୟୁମାନ୍ ରାଇଟ୍ର ନିଜେ ଗୋଟେ ମୁଁ ଇଣ୍ଟରନ୍ୟାସନାଲ ପ୍ରେସିଡେଣ୍ଟ ଉଇଥି ସମାଜସେବୀ। ଭାଇ ଆମେ ଜାଣିଛୁ ଆପଣ ସମାଜସେବୀ କରୁଛନ୍ତି ବହୁତ ଗରିବ ପିଲାମାନଙ୍କୁ ଆପଣ ଶିକ୍ଷାନୁଷ୍ଠାନରେ ପାଠ ପଢ଼େଇ କର୍ମକ୍ଷେତ୍ରରେ ମଧ୍ୟ ଚାକିରି ଦେଇଛନ୍ତି ସୁନାମ ଅର୍ଜନ କରିଛନ୍ତି ସମାଜ ସେବା କ୍ଷେତ୍ରରେ ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି କାମ କରିବା ପାଇଁ? ଲକ୍ଷ୍ୟ ବୋଲି ଯେମିତି ମୁଁ ଗୋଟେ ମାଟିର ମଣିଷ ଏତେ ଯେଉଁ ଦୁଃଖ ଯେଉଁ କଷ୍ଟ ଆମେ ସହିକି ଏତେ ବାଟ ଆସିଛେ ଆଉ ସମାଜ ପାଇଁ ଏବେ ମୁଁ ଗୋଟେ ନିଜେ ସମ୍ଭାଳି ସ୍ଥିର ହେଇକି ବସିଲି ମାନେ ନିଜେ ଗୋଟେ ସକ୍ସେସଫୁଲ ମାନେ ହେଇକି ରହିପାରିଲି ନିହାତି 5 ଲୋକ ସକ୍ସେସ୍ କରିପାରିବି ଆଉ ସତ୍ୟ ସତ୍ୟ ଲଢ଼େଇ କରିବି। ରାଜନୀତିରେ ବସିବାର ଇଚ୍ଛା ଅଛି ଭାଇ? ମୋର ଆଗରୁ ତ ଆପଣଙ୍କୁ ବି ବହୁତ ମାନେ ବାଇଟ୍ ଦେଇଥିଲି ଯେହେତୁ ମୋ କ୍ୟାରିୟର ହେଇଗଲା 32 ଅବିକା ରନିଂ ଚାଲିଛି ତ ମୁଁ ବି ଆମେ ଫରେନ୍ କଣ୍ଟ୍ରିରେ ମୋର 10 7 ବର୍ଷ ହେଇଗଲା ମୋ ଫ୍ୟୁଚର ମେ ବି ଗୋଟିଏ ଯୋଡ଼େ ଭୋଟ ଦେଇଥିବି ଘରର ମାନସିକ ଅବସ୍ଥା ଫ୍ୟାମିଲିର କିଛି ବାହାର ସକାଶେ ଥେଲି ଜବ୍ ପ୍ଲେସମେଣ୍ଟ ଥେଲି ବାହାର କଣ୍ଟ୍ରିରେ ଜବ୍ କରୁଥିଲି ଅବିକା ଏତେ ମୁଁ ପ୍ରାଉଡ ଫିଲ୍ କରୁଛି ଅବିକା ଯେଉଁ ବିଜେପି ସରକାର ସତ୍ୟର ସରକାର ସଦାବେଳେ ସେ ସତ୍ୟ ସହିତ ଲଢ଼େଇ ମୁଁ କରିବି ଏତେ ଖୁସି ଲାଗୁଛି ମୋ ଅଞ୍ଚଳବାସୀ ପାଇଁ ମୁଁ ତ ଏମିତି କିଛି ମାନେ ପ୍ଲାନିଂ ନଥିଲା ମୋତେ ବହୁତ ଖୁସି ଲାଗୁଛି ଆଗ ବାଢ଼ିକି ଆସିବି ଆଉ ମୋ ଫ୍ୟାମିଲି ବି କହୁଛନ୍ତି ଆମେ ଯେ ଯେତିକି ଅବିକା ଡେଟ୍ରେ ମୁଁ ନିଜେ ଗୋଟେ ସକ୍ସେସ୍ ହେଇକି ରହିଲି କିଛି ଲୋକଙ୍କୁ ସକ୍ସେସ୍ କରି ଆଗକୁ ବଢ଼ିକି ଯିବି। କ'ଣ ଅଞ୍ଚଳର ବିକାଶ କ'ଣ କରିବେ ବୋଲି ଚିନ୍ତା କର ନିଜ ପଞ୍ଚାୟତ ନିଜ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକର ଆପଣଙ୍କ ହାତରେ ଜଣେ ଯୁବ ସମାଜସେବୀ ହିସାବରେ କ'ଣ କାମ କରିବାକୁ ଆଶା ରଖିଛନ୍ତି ସବୁ? କାମ କେମିତି ଆମ ଯୁବପିଢ଼ି ଆଗକୁ ଯିବେ ମୋରି ନିଜର ଗୋଟେ କଲେଜ ଥିଲା ଅବିକା ତ ମୁଁ 2 ଡେ ହେଲା କଲେଜ ରିଜେନ୍ ମାରିକି ଆଉ ଅଲରେଡ଼ି ହ୍ୟାଣ୍ଡଓଭର ମୋ ୱାଇଫ୍ ବି କରିଦେଇଛି ତ ଅବିକା ମୁଁ ସମାଜ ସହିତ ଲଢ଼େଇ କରିବି। ସମାଜ ଲଢ଼େଇବାର କାରଣ କ'ଣ କି ମୋ ପଞ୍ଚାୟତରେ ଅବିକା ଡେଟ୍ରେ ମାନେ ସେ ଆଗରୁ ତ ସରକାର ଥିଲେ 25 ବର୍ଷ ସରକାର ଏବେ ବି 2 ବର୍ଷର ମାନେ 6 ମାସ ସରକାର ହେଲେ ମୋ ଅଞ୍ଚଳ ଗୋଟେ ମାନେ ଏତେ ଦୁଃଖ ଲାଗୁଛି ଗୋଟେ ଲକ୍ଷ୍ମୀ ବସ୍ ନାହିଁ ଲକ୍ଷ୍ମୀ ବସ୍ଟିଏ ନାହିଁ ଆଉ 2ରେ ମୋରି 5ଟା ଗାଁକୁ ନେଇକି ପଞ୍ଚାୟତ ଆଉ ମୋ ଗାଁରେ ପାଣି ନାହିଁ ଏବେ ଡେଟ୍ରେ ମାନେ ତ ବହୁତ ଦୁଃଖ ଲାଗୁଛି ପାଣି ନାହିଁ ଅଲଗା ପଞ୍ଚାୟତ ଅଲଗା ଗାଁରେ ପାଣି ଆସୁଛି ଆଉ 5ଟା ଗାଁରେ ଆମରି ଗୋଟେ କ୍ଲବ ଘରେ ହେଇଗଲା ଯୁବମାନଙ୍କ ପାଇଁ ଗୋଟେ ଅବିକା ୟୁଥ୍ କେମିତି ଆଗକୁ ବଢ଼ିଗଲେ ସ୍ପୋର୍ଟସ୍ କ୍ରିକେଟ ଗୋଟେ ଗୋଟେ ପିଲାଙ୍କର ଫିଲ୍ଡ ନାହିଁ ଆଉ ଏମିତି ସତ୍ୟ ସତ୍ୟ ଲଢ଼େଇ କରିକି ମୌକା ମିଳିଲା ଆଉ ଦେଖ ଭଗବାନ ମହିମାରେ ମୁଁ ନିହାତି ମୋ ପଞ୍ଚାୟତକୁ ସୁନାର ଧନ ମାନେ ସୁନାର ମାନେ ଗାଁର କରିକି ବସିବି। ଏଇ ଯୋଉ ସାହାଯ୍ୟ ସହଯୋଗ କରିବା ଅଞ୍ଚଳର ବିକାଶ କାମ କରିବା ପାଇଁ ଏ ମନରେ ଧାରଣା କେମିତି ଆସିଲା? ଲୋକ ପାଖରେ ପଇସା ଥାଏ କିନ୍ତୁ ସାହାଯ୍ୟର ମନ ନଥାଏ ଆପଣଙ୍କ ମନରେ କାହିଁ ଆସୁଛି? ଦେଖ ଅବିକା ଡେଟ୍ରେ ମାନେ ଆମ ରକ୍ତ ମାଂସ ସରରେ ଗଢ଼ି ଆମ ଶରୀର ଆଜି ଅଛି କାଲି କୁଆଡ଼େ ଯିବା ଆପଣ ସଦାବେଳେ ଦେଖିବେ ଗୋଟେ ଚାଟା କାହାକୁ ଦେଇଥିବ ନା ନିହାତି ଆପଣଙ୍କୁ ଗୋଟେ ଜୁସ୍ ଗ୍ଲାସ୍ ଥୁଆ ହେଇଥିବ ଏଇଟା ସଦାବେଳେ ଧର୍ମ ଉପରବାଲା ଜଣେ ତ କରୁଛି ଆମେ ତ କିଛି ଆମେ ଆସିଛେ ଅଭିନୟ କରିକି ଯିବା ମୁଁ ଜାଣିପାରିଲି ମାନେ ମୁଁ ଦେଖି ମୋ ଭଳିଆ ପିଲା ଆଜିକି ଏତେ ବାଟରୁ ଗୋଟେ ଟାଇମ୍ ଥିଲା ମୁଁ ଆପଣଙ୍କୁ କହିବି ମାନେ ମୁଁ ତା ନାଁ ନେବିନି ମୋ ସରପଞ୍ଚ ନାଁ ମାନେ ଏଇଟା ମୋ ଘର ଛାତ ଘର ମାନେ ସରି ମୋରି ଘର ଥିଲା ଇନ୍ଦିରାବାସ ପାଇଁ ମୋତେ ଇନ୍ଦିରାବାସ କହିକି ଏମିତି କିଛି ଇନ୍ଦିରାବାସ କାଟିଦେଲେ ତ ମୁଁ ଯେଉଁ ନିଜେ ଯେଉଁ ମାନେ ଷ୍ଟ୍ରଗଲ୍ କରି ଆଇଛି ଯେଉଁ କରେକ୍ସନ୍ ଦେଖି ଦେଖି ଆଇଛି ମୁଁ ନିହାତି ଏଇଟା କରେକ୍ସନ୍ କରେଇବି। ରାଜନୀତି କଥା ଯଦି କହିବା ଲୋକମାନେ ସମାଜ ସେବା କରିବା ସହିତ ରାଜନୀତି ମଧ୍ୟ ପସନ୍ଦ କରନ୍ତି ଯେହେତୁ ସମାଜରେ ଯାହା କାମ କର ରାଜନୀତି ତା ସାଥିରେ ଥିଲେ କାମଟା ଟିକେ ସହଜ ଥାଏ ଆଜ୍ଞା ଆପଣ ମୋତେ ଆଶା ରଖିଛନ୍ତି ରାଜନୀତିରେ ଆସିବେ? ନିହାତି ଯେପର୍ଯ୍ୟନ୍ତ ଦେଇଥିବି ତ ବିଜୟ ସରକାର ମୁଁ ସାଥ ଦେବି এই ବ୍ଲଡ ଯଦି ନଥିବ ସତ୍ୟ ସହିତ ଲଢ଼େଇ କରିବି ଆଉ ମୋରି ମୋ ମାନେ ଏରିଆର ଯାହା ବି ଲୋକ ଗୋଟେ ଏକ୍ଜାମ୍ ହେଲା ମେଡିକାଲ କେସ୍ ଏମିତି ବି ମୁଁ 6 ବର୍ଷରେ ମୋ ଫ୍ୟାମିଲି ଆଉ ମୋରି ଯେତେବେଳେ କଲେଜ ମାନେ କଲେଜ ଏକ୍ଜାମ୍ ଦେଇଥିଲି ଆମେ ସଦାବେଳେ ମାସକୁ ଗୋଟେ ଯୋଡ଼େ ତିନିଟା ଯାହା ବି ଆମେ ବ୍ଲଡ ଡୋନେଟ୍ କରୁଥିଲୁ ଆଉ ପିଲାଙ୍କ ଅସୁବିଧାରେ ଠିଆ ହେଉଥିଲୁ ଆଉ ଏବେ ଆପଣ ଭାବୁଥିବେ 4 ଦିନ ତଳେ ଗୋଟେ ଆମର ହେଇଥିଲା ମାନେ ସାଇକ୍ଲୋନ୍ ହେଇଥିଲା
ତ ଆପଣ ଦେଖୁଥିବେ ଜଷ୍ଟ ମାନେ ଏମିତି ଗଛ ଗୋଟେ ପଡ଼ିଥିଲା ରାସ୍ତାରେ, ହେ ବହୁତ ମାନେ ଲୋକ ମାନେ ସିନିୟର ସିଟିଜନ୍ ଯାଉଥାନ୍ତି, କାହାର କିଛି ଯାଉନି, ତଥାପି ମୋ ପିଲାଙ୍କୁ ଡାକି ମୋତେ ବହୁତ ଦୁଃଖ ଲାଗିଲା। ମୋ ଲେଡିଜ ଲୋକଟେ କହିଲା ପୁଅ ଗଛଟା ଆମେ ଗଛ କାଟିଲୁ, ତା ଅର୍ଥ ନୁହଁ ଯେ ଆମେ ରାଜନୀତି। ଆଉ ସେବା କର, ସେବା ଧର୍ମ କର, ଭଗବାନ ନିହାତି ତମକୁ ଉପଟେ ହେଲ୍ପ କରିବେ।